নমো নমঃ নমো নমঃ। জয় জগন্নাথ। বর্তমান আমি অছে ময়ূরভঞ্জ জেলা অন্তর্গত মুরডা ব্লকর যে পাঞ্চভায়াটারে অছে তবে পাঞ্চভায়াটারে যে দীর্ঘ বর্ষ ধরি যে রথযাত্রা যে অনুষ্ঠিত হয়ে আসছি যে রাজ্য কলা গবেষণা কেন্দ্র যে জেলা সংযোজক রয়েছেন ময়ূরভঞ্জ জেলা সংযোজক শ্রীযুক্ত শরৎচন্দ্র দাস সে এই রথযাত্রার যে আয়োজক রয়েছেন তেমনি সিধাসলখ প্রথমে তাঁর নিকটর প্রতিক্রিয়া নেবা কিভাবে ভাবে এ রথযাত্রা অনুষ্ঠিত হচ্ছে। বন্দে লোকতিলকং ছাত্রবার্তা বিষ্ণু শাসন প্রবুদ্ধমূলক জীবনং প্রমত্ত জগৎ জীবনং বন্দে জীবন জীবনং সৎসং মনমাথ শ্রী জগন্নাথ মত গুরু শ্রী গুরু মতাত্মা সর্বদাত্মা তস্মৈ শ্রী গুরুভ্যো নমঃ। জয় জগন্নাথ জয় জগন্নাথ জয় জগন্নাথ। যাই হোক দীর্ঘ 17তম বার্ষিক উৎসব আজ 2025 মସିହା পদার্পণ। যেতবে এই অনুষ্ঠান আরম্ভ ହୁଏ ତା ପୂର୍ବରୁ ଖାଲି ସର୍ଟରେ ମୁଁ କହୁଛି ମୋର ପୁତ୍ର ସନ୍ତାନ ନଥିଲା। ସେ ପୁତ୍ର ସନ୍ତାନ ଲାଗି ଆମେ ଦୁଇ ପରାଣୀ ଭଗବାନଙ୍କୁ ଡାକେ, ହେ ପ୍ରଭୁ ହେ ଦୟାଲ ଆମେ ଖାଲି ଦେହରେ ଅଛେ, ତେଣୁ ସେଇଟା ମନସ୍କାମନା ପୂର୍ଣ୍ଣ କରନ୍ତୁ ପ୍ରଭୁ। ଏତିକ ଆମେ ନିବେଦନ କରିକି ସବୁବେଳେ ସଦାସର୍ବଦା ଆମେ ଜାଗ୍ରତ ଥିଲୁ। ତେଣୁ ଆଜି ସେଇ ରଥଯାତ୍ରା ଆରମ୍ଭ ହୋଇଛି ସେଇଠୁ। ତେବେ କିଭଳି ଭାବରେ ଉତ୍ସାହ ଦେଖୁଛନ୍ତି ଏ ଅଞ୍ଚଳରେ ଲୋକମାନଙ୍କ ଭିତରେ এই যে রথযাত্রা অনুষ্ঠিত হচ্ছে কোন কইয়া ପାଇଁ চাইবে? ଯାହା ହଉ ଏ ତ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ସପରିବାର ସମସ୍ତେ ପୁରୀକୁ ଯାଉଛନ୍ତି ଏବଂ ହୃଦୟ ଭରା ଆନନ୍ଦର ଲହରୀ ଖେଳି ଯାଉଛି ଏବଂ ସେଠି ପ୍ରସାଦ ଖାଇକି ସମସ୍ତେ ଆନନ୍ଦରେ ଘରକୁ ଫେରନ୍ତି। ତାଙ୍କର ଏଇ ସତ୍ୟ ଶାନ୍ତି ଦୟା କ୍ଷମା ଯେଉଁମାନେ ମଫସଲରେ ଥାନ୍ତି ବା ହୃଦୟ ଭିତରେ ନଥାନ୍ତି ସେଗୁଡ଼ିକ ସମସ୍ତେ ପରିବର୍ତ୍ତନ ହୋଇକି ଘରକୁ ଫେରନ୍ତି। ଏ ହେଉଛି ଜଗନ୍ନାଥ ସଂସ୍କୃତି। ଜଗତନାଥ ଜଗନ୍ନାଥ ସେ ବେତନ ବିହାରୀ ନୀଳାଦ୍ରି ବିହାରୀ ସେବାକାରୀ ପରମେଶ୍ୱର ଈଶ୍ୱର। ତାଙ୍କୁ ଯେଉଁ ଭାବେ ମଣିଷ ଡାକେ ଭକ୍ତ ଡାକେ ସେଇଭଳି ଭାବରେ ସେ ଶୁଣନ୍ତି। ଆଜି ଦ୍ୱିତୀୟ ଦିବସରେ ବାପୁଜୀ ଛକରେ ରଥ ପଦାର୍ପଣ କରିଛି। ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଦେବୀ ତାଙ୍କ ମନରେ ଅନେକ ଖୁସି। ଶ୍ରଦ୍ଧାଳୁମାନଙ୍କର ମନ ହୃଦୟ ଭରା ଏଇ ଲହରୀ ଖେଳିଯାଇଛି ଏବଂ ଯେଉଁ ଭାବରେ ଡାକିଥିଲେ ସେ ଶୁଣିଛନ୍ତି। ସମସ୍ତଙ୍କର ବ୍ୟଥା ବେଦନା ହାରି ସେ ନୀଳାଦ୍ରି ବିହାରୀ। ତେଣୁ କାଲି ଆସନ୍ତାକାଲି ମାଉସୀ ବାଡ଼ି ପ୍ରବେଶ କରିବେ। ସେ ନବଦିବସ ପାଳନ ହେବ ଏବଂ ନବଦିବସ ସେ ରହଣି କାଳରେ ସେ ରହଣି ହେବେ। ଯାଉ ଧରିଛି ବୋଲି ତ ତୁମକୁ ପ୍ରଭୁ ହେ ଦୁନିଆରେ ବଞ୍ଚି ରହିଛି, ପ୍ରଭୁ ହେ ଦୁନିଆରେ ବଞ୍ଚି ରହିଛି। ଧରିଛି ବୋଲି ତ ତୁମକୁ ପ୍ରଭୁ ହେ ଦୁନିଆରେ ଚାଲି ଶିଖିଛି, ପ୍ରଭୁ ହେ ପ୍ରଭୁ ହେ। ଯାହା ମୋର ମନର କଥା, ମୋତେ ଯାହା ଲାଗୁଛି ମୋର ଶରୀର ଏଇ ଅସୁସ୍ଥତା ଭିତରେ ସେଇ ଜଗା କାଳିଆ ସେଇ ତିନି ଠାକୁର ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଦେବୀ ଆଶୀର୍ବାଦ ନହେଲେ ଏ କର୍ମ ଆଗେଇବ ନାହିଁ। ତେଣୁ ତାଙ୍କୁ ଧ୍ୟାନ କରିକି ଆଜି ରଥ ଯାଉ ବାପୁଜୀ ଛକ ପହଞ୍ଚିଛି। କେଉଁ ଅନ୍ଧାରରେ ଘୁରୁଥାନ୍ତି ଆଜି, କେଉଁ ଅନ୍ଧାରରେ ଘୁରୁଥାନ୍ତି ଆଜି, ଆଲୁଅର ବାଟ ପାଇଛି ପ୍ରଭୁ ହେ ଆଲୁଅର ବାଟ ପାଇଛି। ଏ ବର୍ଷ ପ୍ରାୟ 2000 ଶ୍ରଦ୍ଧାଳୁ ଯୋଗଦାନ କରିକି ଶାନ୍ତି ଲାଭ କରିଛନ୍ତି, ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ତିନି ଠାକୁରଙ୍କୁ ଜୀବନ ଧନ୍ୟ ହୋଇଛି ସମସ୍ତଙ୍କର, ସମସ୍ତ ଭକ୍ତମାନଙ୍କର। ଜୟ କଳା ଜୟ ଜଗନ୍ନାଥ। ମୁଁ ଶରତଚନ୍ଦ୍ର ଦାସ, ଜିଲ୍ଲା ସଂଯୋଜକ, ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ପରିଷଦ ଓଡ଼ିଶା। ଜୟ ଗୁରୁ। ପରିଚୟ ମୁଁ କର୍ଣ୍ଣେଲ ସବ୍ୟସାଚୀ ମହାନ୍ତ, ଏଠି ପାଞ୍ଚଭାୟା ମୋ ଘର। ତ ଏ ରଥ ଆମେ ଦୀର୍ଘ 17 ବର୍ଷ ହେଲାଣି କରି ଆସୁଛୁ। ତ ଦୁନିଆରୁ ଲୋକ ଆସୁଛନ୍ତି, ଆମର ଗାଁର ଆଖପାଖ ଗାଁ ଏବଂ ଦୁରିଆ ଜାଗାରୁ ଲୋକ ଆସୁଛନ୍ତି। ସମସ୍ତେ ଆନନ୍ଦରେ ରଥ ଟାଣୁଛନ୍ତି। ଏଇ ଭାବରେ ରଥ କାର୍ଯ୍ୟ ଆମର ଅନୁଷ୍ଠିତ ହେଉଛୁ। ମୁଁ ଦୀପକ କୁମାର ମହାନ୍ତ, ଘର ପାଞ୍ଚଭାୟା। ରଥ ଆମେ ପାଞ୍ଚଭାୟାରେ ଟାଣିକରି ଆସିଥିଲେ, ବହୁତ ଖୁସି ଲାଗିଲା। ବହୁତ ଲୋକ ବି ଗହଳି ହେଇଥିଲା, ଟିକେ ଏନ୍ଜୟ ଭଲ ଭାବରେ ହେଲା। ଆଉ ମୁଁ ସଞ୍ଜୟ କୁମାର ମହାନ୍ତ,
ଘର ଫୁଲବଡ଼ିଆ। ଯାହା ହଉ ରଥ ଟଣା ଆଜିକୁ 17 ବର୍ଷ ହୋଇଗଲା। ଶରଦ ଭାଇ ସାଙ୍ଗରେ ମୁଁ ସଦାବେଳେ ଅଛି। ନିଜେ କଲେକ୍ସନ୍ କରି ଆମ ମାଉସୀ ବାଡ଼ିରେ ନିଜେ ଆମେ ଅଭଡ଼ା ତିଆରି କରେ। ତ ଯାହା ହଉ ଏଥର ଭଲ ଭାବରେ ହେଇଛି। ବର୍ଷା ଯୋଗୁଁ ଟିକେ ପ୍ରୋବ୍ଲେମ୍ ହେଲା ଆଉ ବର୍ଷା ବନ୍ଦ ଯୋଗୁଁ ଏଠି ମୁଇଁ ରଖିଦେଲେ କାଲି ଆମର ମାଉସୀ ବାଡ଼କୁ ପହଞ୍ଚିବ। ମୋ ନାଁ ବାବୁଲା ମହାନ୍ତ, ଘର ପାଞ୍ଚ ଭାୟା। ଆଉ ଗାଁରେ ରଥ ହେଉଛି ବହୁତ ଖୁସି ଲାଗୁଛି। ଆଉ ଆଜିକୁ 17 ବର୍ଷ ହେଇଗଲାଣି। ମାନେ ଗାଁରେ ହେଉଛି ବହୁତ ଖୁସି ଲାଗୁଛି। ବହୁତ ଲୋକ ଆସୁଛନ୍ତି, ଦୁନିଆର ଲୋକ ଆସି ଦେଖୁଛନ୍ତି, ବହୁତ ଖୁସି ଲାଗୁଛି। ঠিক আছে নিশ্চিত শুণুলে কিভাবে ভাবে যে প্রবল বর্ষা সত্ত্বে এঠারে পাঁচভাইয়াঠারে যে রথ প্রতবর্ষ অনুষ্ঠিত হয়ে এবর্ষ মধ্য প্রবল বর্ষা সত্ত্বে বহু আগ্রহ সহকারে যে রথযাত্রা অনুষ্ঠিত হচ্ছে যে আয়োজক রয়েছেন শ্রীযুক্ত শরৎচন্দ্র দাস যিকি রাজ্য কলা গবেষণা ও প্রশিক্ষণ পরিষদর যে ময়ূরভঞ্জ জেলা সংযোজক রয়েছেন শ্রীযুক্ত শরৎচন্দ্র দাস যে আয়োজন করছেন প্রতবর্ষ এভাবে যে রথ প্রতবর্ষ যে রথযাত্রা অনুষ্ঠিত হচ্ছে এবং এঠিকার স্থানীয় অঞ্চলবাসী সমস্তে এখন যে সহযোগ করছেন এ রথযাত্রা কু এবং সমস্তে উৎসাহিত অনেক সিধাসলখ যে প্রকাশ করলে। ময়ূরভঞ্জ জেলা মোরডা ব্লক পাঁচভাইয়ারু গতিকৃষ্ণ মহান্ত রিপোর্ট, ওড়িশা সংকেত টিভি।